ବରଂ ସତ୍ୟ। ଆପଣଙ୍କ କାହାଣୀ ଏଠାରେ ଶେଷ ହୋଇଯାଇ ନାହିଁ, ବରଂ ଏକ ନୂତନ ଜୀବନର ଶୁଭାରମ୍ଭ ହୋଇଛି। ଏଠାରେ ଆପଣମାନେ ସବୁ ଦିଗରୁ ସୁଖ ସମୃଦ୍ଧି ଏବଂ ଟଙ୍କା ପାଇବେ ଏବଂ ଆପଣଙ୍କର ଯେଉଁ ବନ୍ଧୁ କିମ୍ବା ପ୍ରତିଦ୍ୱନ୍ଦ୍ୱୀମାନେ ଅଛନ୍ତି, ସେମାନେ କେବେ ମଧ୍ୟ ଆପଣଙ୍କ ପ୍ରତିଯୋଗିତାରେ ତିଷ୍ଠି ପାରିବେ ନାହିଁ, କାରଣ ଆପଣଙ୍କ ଜୀବନ ସମ୍ପୂର୍ଣ୍ଣ ଭାବରେ ବଦଳିଯିବ ଏବଂ ଟଙ୍କାର ବର୍ଷା ହେବ। ମୁଁ ମିଛ କହୁନାହିଁ, ସତ କଥା ହିଁ କହୁଛି। ଅନେକ ସମୟରେ ଭଗବାନ ଆମର ଇଚ୍ଛାକୁ ତୁରନ୍ତ ପୂରଣ କରନ୍ତି ନାହିଁ, କାରଣ ଆମେ ଯେଉଁ ଜିନିଷଟି ପାଇଁ ପ୍ରାର୍ଥନା କରୁଛୁ, ତାହା ସହିତ ଆସୁଥିବା ଦାୟିତ୍ୱ ଗ୍ରହଣ କରିବା ପାଇଁ ଆମେ ହୁଏତ ସେତେବେଳେ ପ୍ରସ୍ତୁତ ନଥାଉ। ହଁ। ତେଣୁ ଯଦି ଏପର୍ଯ୍ୟନ୍ତ ଆପଣଙ୍କ ଇଚ୍ଛା ପୂରଣ ହୋଇନାହିଁ, ତେବେ ନିଜକୁ ଅସଫଳ ବୋଲି ଭାବନ୍ତୁ ନାହିଁ। ହଁ ସାଙ୍ଗମାନେ, ତେଣୁ ଯଦି ଏପର୍ଯ୍ୟନ୍ତ ଆପଣମାନେ ବାରମ୍ବାର ହାଡ଼ୁଆ ଖାଇଛନ୍ତି, ବାରମ୍ବାର ଅସଫଳତାର ସମ୍ମୁଖୀନ ହୋଇଛନ୍ତି, ତେବେ ଚିନ୍ତିତ ହୁଅନ୍ତୁ ନାହିଁ, କାରଣ ହୋଇପାରେ ଆପଣଙ୍କ କାହାଣୀର ସବୁଠାରୁ ସୁନ୍ଦର ଅଧ୍ୟାୟଟି ଏପର୍ଯ୍ୟନ୍ତ ଲିଖିତ ହିଁ ହୋଇନାହିଁ। ହଁ, କିନ୍ତୁ ମୁଁ ଆପଣଙ୍କୁ କହୁଛି, ହଁ, ଆଗାମୀ ସମୟ ଆପଣଙ୍କ ପାଇଁ ବହୁତ ବିଶେଷ ରହିବ। ନୂତନ ଅଧ୍ୟାୟର ଶୁଭାରମ୍ଭ ହୋଇସାରିଛି, ଯାହା ଫଳରେ ଆପଣଙ୍କ କୁଣ୍ଡଳୀରେ ଧନ ଏବଂ ସୁଯୋଗର ସଂକେତ ମିଳୁଛି। ହଁ ସାଙ୍ଗମାନେ, ବର୍ତ୍ତମାନ ଆମେ ସେହି ଧନ ଏବଂ କ୍ୟାରିୟର କଥା କହୁଛୁ, ଯାହା ପାଇଁ ଆପଣ ଏତେ ପରିଶ୍ରମ କରୁଛନ୍ତି। ଜ୍ୟୋତିଷରେ ବୁଧଙ୍କୁ ବ୍ୟାପାର, ବୁଦ୍ଧି, ବଳ, ଯୋଗାଯୋଗ ଏବଂ ଦେନ ସହିତ ଯୋଡ଼ାଯାଇଛି। ତେଣୁ ଯେଉଁମାନଙ୍କ କାମ ବ୍ୟାପାର, ଅନଲାଇନ୍ କାମ, ଯୋଗାଯୋଗ, ବିକ୍ରି, ଲେଖାଲେଖି କିମ୍ବା କୌଣସି ନୂତନ ପ୍ରୋଜେକ୍ଟ ସହିତ ଜଡ଼ିତ, ସେମାନଙ୍କୁ ଆଗାମୀ ସମୟରେ ନିଜର ନିଷ୍ପତ୍ତିଗୁଡ଼ିକ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ। ସମୟ ବହୁତ କମ୍ ଅଛି ସାଙ୍ଗମାନେ, ତେଣୁ ଏହାକୁ ହାଲକା ଭାବରେ ନିଅନ୍ତୁ ନାହିଁ, କାରଣ ଏବେ ଆପଣଙ୍କ ଘରକୁ ଖୁସି ଫେରି ଆସୁଛି। ଖୁସି ଫେରି ଆପଣଙ୍କ ପାଖକୁ ଆସିବ। ତେଣୁ ଭିଡିଓ ଗୋଟିଏ ଲାଇକ୍ କରିଦିଅନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, କମେଣ୍ଟ ବକ୍ସରେ ଜୟ ମାତାଦି ଲେଖିଦିଅନ୍ତୁ, କାରଣ ମୁଁ ଆପଣଙ୍କୁ ଏକ ଛୋଟ ପରାମର୍ଶ ଦେଉଛି। ସୁଯୋଗ ଆସିଲେ କେବଳ ଏହି କାରଣରୁ ପଛକୁ ହଟିଯାନ୍ତୁ ନାହିଁ ଯେ ପୂର୍ବରୁ ଅସଫଳତା ମିଳିଥିଲା। ନା, କାରଣ ଅନେକ ସମୟରେ ଗ୍ରହଙ୍କ ସମୟ ବଦଳେ ଏବଂ ଯେଉଁ ରାସ୍ତାଟି ପ୍ରଥମେ ବନ୍ଦ ବୋଲି ମନେହୁଏ, ପରେ ସେହି ରାସ୍ତାଟି ହିଁ ସୁଯୋଗ ପାଲଟିଯାଏ। ହଁ ସାଙ୍ଗମାନେ, ଧନର କ୍ଷେତ୍ରରେ ଜଲଦବାଜି କରିବାରୁ ବଞ୍ଚନ୍ତୁ। କାହାର କଥାରେ ପଡ଼ି ବଡ଼ ନିବେଶ କରନ୍ତୁ ନାହିଁ ଏବଂ ଶୀଘ୍ର ଧନୀ ହେବାର ଲୋଭରୁ ମଧ୍ୟ ଆପଣଙ୍କୁ ଦୂରେଇ ରହିବାକୁ ହେବ। ଭଗବାନ ଚାହିଁଲେ ତ ହଁ, ଗୋଟିଏ ରାତିରେ ହିଁ ଆପଣଙ୍କୁ ଧନୀ ବନାଇ ପାରନ୍ତି। ବହୁତ ଅଧିକ ଟଙ୍କା ଆସିପାରେ। ଭଗବାନଙ୍କ ହାତରେ ସବୁକିଛି ଅଛି, କିନ୍ତୁ ଆପଣଙ୍କୁ ଘବରେଇବାର କୌଣସି ଆବଶ୍ୟକତା ନାହିଁ। ଆପଣଙ୍କୁ ଲୋଭ ମଧ୍ୟ କରିବାକୁ ପଡ଼ିବ ନାହିଁ, ବରଂ ଧୀରେ ଧୀରେ ହେଉ ପଛେ ନିଜର କାମରେ ଲାଗି ରହିବାକୁ ହେବ। ସମୟ ବଦଳିବ, କାରଣ ପ୍ରକୃତ ସମୃଦ୍ଧି କେବଳ ଟଙ୍କା ଆସିବାର ନାମ ନୁହେଁ। ପ୍ରକୃତ ସୁଖ ସମୃଦ୍ଧି ହେଲା ଟଙ୍କା ଆସିବା ଏବଂ ତାହାର ସଠିକ୍ ସ୍ଥାନରେ ବ୍ୟବହାର ହେବା। ଯଦି ଆପଣ ଟଙ୍କାକୁ ଭୁଲ ସ୍ଥାନରେ ବ୍ୟବହାର କରିବେ, ବିନା ଭାବିଚିନ୍ତା କେଉଁଠାରେ ଇନଭେଷ୍ଟମେଣ୍ଟ କରିଦେବେ, ତେବେ ଭବିଷ୍ୟତରେ ଆପଣଙ୍କୁ ବହୁତ ପଶ୍ଚାତାପ କରିବାକୁ ପଡ଼ିବ। ସାଙ୍ଗମାନେ, ଟଙ୍କା ତ ସମସ୍ତେ ରୋଜଗାର କରିନିଅନ୍ତି, କିନ୍ତୁ ପ୍ରତ୍ୟେକ ବ୍ୟକ୍ତି ସେହି ଟଙ୍କାକୁ ସଞ୍ଚୟ କରି ରଖିପାରନ୍ତି ନାହିଁ। ମୁଁ ମାନୁଛି ଯେ ଆପଣଙ୍କ ଇଚ୍ଛା ପୂରଣ ହେବାକୁ ଯାଉଛି, କିନ୍ତୁ ଏହାର ପଛରେ ଆପଣଙ୍କ ପରିଶ୍ରମ ମଧ୍ୟ ବହୁତ ରହିଛି। ହଁ ସାଙ୍ଗମାନେ, ମନେ ରଖନ୍ତୁ, ସବୁଠାରୁ ବିଶେଷ କଥାଟି ମୁଁ ଆପଣଙ୍କୁ କହିବାକୁ ଯାଉଛି। ଯଦି ଆପଣଙ୍କର କୌଣସି ପୁରୁଣା ଇଚ୍ଛା ଥାଏ, ତାହା ଧନ ସହିତ ଜଡ଼ିତ ହେଉ, ପ୍ରେମ ସହିତ ଜଡ଼ିତ ହେଉ, ଘର ସହିତ ଜଡ଼ିତ ହେଉ, ବାହନ, ଚାକିରି, ବ୍ୟାପାର ବା ଅନ୍ୟ କୌଣସି କ୍ଷେତ୍ର ସହିତ ଜଡ଼ିତ ହେଉ, ବ୍ୟକ୍ତିଗତ ଲକ୍ଷ୍ୟ ସହିତ ଜଡ଼ିତ ହେଉ, ତେବେ ଆଜିଠାରୁ ଏକ କାମ ଆରମ୍ଭ କରନ୍ତୁ। ଆପଣଙ୍କ ଇଚ୍ଛାକୁ କେବଳ ଏକ ଚିନ୍ତା ଭାବେ ଭାବନ୍ତୁ ନାହିଁ, ତାହାକୁ ଲକ୍ଷ୍ୟ ବନାନ୍ତୁ। ପ୍ରତ୍ୟେକ ସକାଳେ ନିଜକୁ କୁହନ୍ତୁ,
ମୁଁ ପରିଶ୍ରମ କରିବି, ସଠିକ୍ ନିଷ୍ପତ୍ତି ନେବି ଏବଂ ସଠିକ୍ ସମୟର ଅପେକ୍ଷା କରିବି। ଏପରି ଚିନ୍ତାଧାରା ଆପଣଙ୍କୁ ରଖିବାକୁ ପଡ଼ିବ। ମନେ ରଖନ୍ତୁ, ଜ୍ୟୋତିଷ ଆମକୁ ଦିଗ ଦେଖାଇପାରେ, କିନ୍ତୁ ପାଦ ଆମକୁ ନିଜକୁ ହିଁ ପକାଇବାକୁ ପଡ଼ିଥାଏ। ଗ୍ରହ ସୁଯୋଗ ଦେଇପାରେ, ଏପରି ସଙ୍କେତ ଦେଇପାରେ, କିନ୍ତୁ ସେହି ସୁଯୋଗକୁ ସଫଳତାରେ ପରିଣତ କରିବା ଆପଣଙ୍କ ନିଜର ପରିଶ୍ରମ ଅଟେ। ପ୍ରିୟ ସାଙ୍ଗମାନେ, ବର୍ତ୍ତମାନ ଆପଣଙ୍କ ପରିଶ୍ରମର ଫଳ ମିଳିବାକୁ ଯାଉଛି ଏବଂ ଆପଣଙ୍କ ଜୀବନ ସମ୍ପୂର୍ଣ୍ଣ ଭାବରେ ବଦଳିଯିବ। ମୁଁ ଲେଖିଦେଉଛି, ମୁଁ ମିଛ କହିବି ନାହିଁ। ଯାହା କହିବି ସତ କଥା ହିଁ କହିବି। ଆଉ ଯଦି ଆପଣ ଆଧ୍ୟାତ୍ମିକ ଉପାୟ କରିବାକୁ ଚାହାନ୍ତି, ତେବେ ଗୁରୁବାର ଦିନ ଭଗବାନ ଶ୍ରୀହରି ବିଷ୍ଣୁଙ୍କ ନାମ ଜପ କରନ୍ତୁ। ଆପଣଙ୍କ ଇଷ୍ଟଦେବଙ୍କୁ ସ୍ମରଣ କରନ୍ତୁ। ହଳଦୀ ରଙ୍ଗର କୌଣସି ସାତ୍କ ବସ୍ତୁ କୌଣସି ଦରିଦ୍ର କିମ୍ବା ଅଭାବୀ ବ୍ୟକ୍ତିକୁ ଦାନ କରିପାରିବେ ଏବଂ ମନରେ ନିଜର ଇଚ୍ଛା କହି ଏହି ସଂକଳ୍ପ ନେଇପାରିବେ ଯେ, ହେ ପ୍ରଭୁ, ଯଦି ମୋର ଏହି ଇଚ୍ଛା ମୋ ପାଇଁ ଏବଂ ମୋ ପରିବାର ପାଇଁ ଭଲ ଏବଂ ଉପଯୁକ୍ତ ଅଟେ, ତେବେ ମୋତେ ତାହା ପୂରଣ କରିବାର ଶକ୍ତି, ସାମର୍ଥ୍ୟ, ବୁଦ୍ଧି ଏବଂ ସଠିକ୍ ସୁଯୋଗ ପ୍ରଦାନ କରନ୍ତୁ। ଭଗବାନଙ୍କୁ ଏହିପରି ପ୍ରାର୍ଥନା କରନ୍ତୁ, କାରଣ ଭଗବାନ ତାଙ୍କ ଭକ୍ତମାନଙ୍କ ପ୍ରାର୍ଥନାକୁ ବହୁତ ଶୀଘ୍ର ଶୁଣନ୍ତି ଏବଂ ତାଙ୍କ ସାଙ୍ଗମାନେ, ଭଗବାନଙ୍କ ଘରେ ଡେରି ହୋଇପାରେ, କିନ୍ତୁ ଅନ୍ଧାର ବା ଅନ୍ୟାୟ ହୁଏ ନାହିଁ। ଏହି ପ୍ରବଚନଟି ଆପଣମାନେ ନିଶ୍ଚୟ ଶୁଣିଥିବେ ଏବଂ ଏହି କଥାଟି ସମ୍ପୂର୍ଣ୍ଣ ସତ୍ୟ। ହଁ ସାଙ୍ଗମାନେ, ପ୍ରତ୍ୟେକ ଇଚ୍ଛା ପୂରଣ ହେବାର ସମୟ ଆସିଯାଇଛି। ଅଟକନ୍ତୁ। ଏହି ଭିଡିଓକୁ ଆଉ ଆଗକୁ ବଢ଼ାନ୍ତୁ ନାହିଁ, କାରଣ ଯଦି ଗତ କିଛି ସମୟ ଧରି ଆପଣଙ୍କ ମନରେ ଏପରି ଏକ ଇଚ୍ଛା ଥାଏ ଯାହାକୁ ଆପଣ କାହା ସାମ୍ନାରେ ସମ୍ପୂର୍ଣ୍ଣ ଭାବରେ ପ୍ରକାଶ କରିନାହାନ୍ତି, ତେବେ ଆଜିର ଏହି କଥାଟି ଆପଣଙ୍କ ମନ ପର୍ଯ୍ୟନ୍ତ ପହଞ୍ଚିପାରେ। ସମୟ ଅତି କମ୍ ଅଛି। ମାତା ମହାଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଛି। ମଜା କରୁନାହିଁ। କେତେବେଳେ ମନୁଷ୍ୟ ପରିଶ୍ରମ କରେ, ପ୍ରାର୍ଥନା କରେ, ଅପେକ୍ଷା କରେ, କିନ୍ତୁ କୌଣସି ଫଳାଫଳ ଦେଖାଯାଏ ନାହିଁ। ସେତେବେଳେ ମନରେ ଏକ ପ୍ରଶ୍ନ ଆସେ, ଶେଷରେ ମୋର ପାଳି କବେ ଆସିବ? ଆମେ କବେ ଖୁସି ରହିବୁ? ମୋର ଜୀବନ କବେ ସୁନ୍ଦର ହେବ? କବେ ବଦଳିବ? କିନ୍ତୁ ଜ୍ୟୋତିଷଶାସ୍ତ୍ରର ଭାଷାରେ ପ୍ରତ୍ୟେକ ବିଳମ୍ବକୁ ଦୁର୍ଭାଗ୍ୟ କୁହାଯାଏ ନାହିଁ। ଅନେକ ସମୟରେ ଗ୍ରହମାନଙ୍କ ସ୍ଥିତି ଆମକୁ ଅଟକାଏ ନାହିଁ, ବରଂ ଆମକୁ ସେହି ସମୟ ପାଇଁ ପ୍ରସ୍ତୁତ କରେ ଯେତେବେଳେ ସଠିକ୍ ସୁଯୋଗ ଆମ ସାମ୍ନାକୁ ଆସେ। ସାଙ୍ଗମାନେ, ଆଗାମୀ ସମୟରେ ଆପଣଙ୍କର ପ୍ରତ୍ୟେକ ଇଚ୍ଛା ପୂରଣ ହେବ। ତାହା ଘର ହେଉ, ଗାଡ଼ି ହେଉ, ଟଙ୍କା ପଇସା ହେଉ, ବ୍ୟାଙ୍କ ବାଲାନ୍ସ ହେଉ କିମ୍ବା ଇଜ୍ଜତ ଓ ମାନସମ୍ମାନ ହେଉ। ମାତା ମା ଲକ୍ଷ୍ମୀ, ବଜରଙ୍ଗବଳୀ ସବୁକିଛି ଦେଖୁଛନ୍ତି ଏବଂ ଆପଣଙ୍କର ସମସ୍ତ ଇଚ୍ଛା ଶୀଘ୍ର ପୂରଣ କରିବାକୁ ଯାଉଛନ୍ତି। ତେଣୁ ଏହାକୁ ମଜା ବୋଲି ଭୁଲ କରନ୍ତୁ ନାହିଁ। ସମୟଟି ବହୁତ ବିଶେଷ ଏବଂ ଆଜିର ସଂକେତ ଏହା ହିଁ କହୁଛି ଯେ ଦରଜା ବନ୍ଦ ହୋଇନାହିଁ, କେବଳ ସଠିକ୍ ସମୟର କରାଘାତ ବାକି ଅଛି। ଆପଣଙ୍କର ହୁଏତ ମନେ ହେଉଛି ଯେ ଆପଣଙ୍କର ଖରାପ ସମୟ ଚାଲିଛି, କିନ୍ତୁ ମୁଁ ଆପଣଙ୍କୁ ଏହା ହିଁ କହିବାକୁ ଚାହେଁ ଯେ ନା, ଖରାପ ସମୟ ଆସିନାହିଁ। ଆପଣଙ୍କର ଭଲ ସମୟ ଆସିଛି। ବର୍ତ୍ତମାନ ଆପଣଙ୍କୁ ଅଳ୍ପ ପରିଶ୍ରମ କରିବାକୁ ପଡ଼ିବ ଏବଂ ଆପଣଙ୍କ ମନକୁ ଖୋଲା ରଖିବାକୁ ପଡ଼ିବ। ଆପଣଙ୍କ ଭାଗ୍ୟରେ ସୁଖ ଲିଖିତ ଅଛି। ମହାଦେବ ଏବଂ ବଜରଙ୍ଗବଳୀଙ୍କ କୃପା ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ତୁରନ୍ତ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ବରଂ ନିଜକୁ ଅପଗ୍ରେଡ୍ କରନ୍ତୁ, କାରଣ ସମୟ ବଦଳୁଛି ଏବଂ ବର୍ତ୍ତମାନ ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି। ବନ୍ଦ ଦରଜା ମଧ୍ୟ ଖୋଲିବାକୁ ଯାଉଛି। ଏପରି ଗ୍ରହ ଗୋଚରର ସଂକେତ ରହିଛି। ତେଣୁ ଭିଡିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। କମେଣ୍ଟ ବକ୍ସରେ ସଚ୍ଚା ମନରୁ ଲେଖିଦିଅନ୍ତୁ, ହର ହର ମହାଦେବ, ଓಂ ନମଃ ଶିବାୟ। କାରଣ ସାଙ୍ଗମାନେ, ବର୍ତ୍ତମାନ ଆମେ କିଛି ଗ୍ରହଙ୍କ ପ୍ରଭାବ ବିଷୟରେ କଥା ହେଉଛୁ। ଅର୍ଥାତ୍ ଯେତେବେଳେ କୁଣ୍ଡଳୀରେ ଗୁରୁ ଅର୍ଥାତ୍ ବୃହସ୍ପତି ଶୁଭ ଫଳ ଦିଅନ୍ତି, ଭଲ ଭାବରେ ଶୁଣନ୍ତୁ,
ସେତେବେଳେ ଅଟକି ରହିଥିବା କାମଗୁଡ଼ିକର ହଠାତ୍ ପଥ ତିଆରି ହେବାକୁ ଲାଗେ। ଗୁରୁ ଜ୍ଞାନ, ବିସ୍ତାର, ସୁଯୋଗ ଏବଂ ସଭାଗର କାରକ ଭାବରେ ମଧ୍ୟ ବିବେଚିତ ହୁଅନ୍ତି, ଯାହା ଆପଣମାନେ ଭଲ ଭାବରେ ଜାଣିଛନ୍ତି। ଅନ୍ୟପକ୍ଷରେ ଶୁକ୍ର ଗ୍ରହ ସୁଖ ସୁବିଧା, ଧନ, ବାହନ, ପ୍ରେମ ଏବଂ ଭକ୍ତିକ ସମୃଦ୍ଧି ସହିତ ଜଡ଼ିତ ବୋଲି ବିବେଚନା କରାଯାଏ। ତେଣୁ ଥମ୍ବନେଲ୍‌ରେ ଦିଆଯାଇଥିବା ଗାଡ଼ି, ଉପହାର ଏବଂ ଧନ ଭଳି ଜିନିଷଗୁଡ଼ିକୁ ଆମେ ଏମିତି ହିଁ ଦେଖାଇ ନାହୁଁ, ବରଂ ଏହା ଭଗବାନଙ୍କର ସଂକେତ ଯେ ଆଗାମୀ ସମୟରେ ଆପଣଙ୍କ ପାଖରେ ସେହି ସମସ୍ତ ଖୁସି ରହିବ ଯାହା ଆପଣ ଥମ୍ବନେଲ୍‌ରେ ଦେଖିଛନ୍ତି। ହଁ ସାଙ୍ଗମାନେ, ଏହା ଗ୍ରହଗୋଚରର ସଂକେତ। ବର୍ତ୍ତମାନ ଆପଣମାନେ ଖୁସି ହୋଇଯାନ୍ତୁ। ଆଦୌ ମନ ଖରାପ କରନ୍ତୁ ନାହିଁ। ତେବେ ଏଠାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶନି ଗ୍ରହ। ଶନିଙ୍କର ସବୁଠାରୁ ବଡ଼ ଶିକ୍ଷା ହେଲା, ଡେରି ହୋଇପାରେ, କିନ୍ତୁ ପରିଶ୍ରମର ହିସାବ ନିଶ୍ଚୟ ହୁଏ। ଆଗାମୀ ସମୟ ଆପଣଙ୍କ ପାଇଁ କୌଣସି ସାଧାରଣ ସମୟ ହେବାକୁ ଯାଉନାହିଁ। ଯଦି ଆପଣଙ୍କ ଜୀବନରେ ବହୁତ ଦୀର୍ଘକାଳ ଧରି କୌଣସି ଜିନିଷର ପ୍ରତୀକ୍ଷା ଚାଲିଥାଏ, ତେବେ ତାକୁ କେବଳ ଶାସ୍ତି ଭାବେ ଭାବିବାର ଆବଶ୍ୟକତା ନାହିଁ। ହୋଇପାରେ ଶନି ଆପଣଙ୍କୁ ଧୈର୍ଯ୍ୟ, ଅନୁଶାସନ ଏବଂ ସଠିକ୍ ସମୟର ପରୀକ୍ଷା ନେଉଛନ୍ତି। ହଁ ସାଙ୍ଗମାନେ, ଆପଣମାନେ ସମ୍ପୂର୍ଣ୍ଣ ଠିକ୍ ବୁଝୁଛନ୍ତି ଏବଂ ଯେତେବେଳେ ଗୁରୁଙ୍କ କୃପା ଏବଂ ଶନିଙ୍କ ପରିଶ୍ରମ ଏକାଠି ଫଳ ଦେବାକୁ ଲାଗେ, ସେତେବେଳେ ମନୁଷ୍ୟ ପଛକୁ ଚାହିଁ କହେ, ଭଲ ହୋଇଥିଲା, ସେତେବେଳେ ମୋର ଇଚ୍ଛା ପୂରଣ ହୋଇନଥିଲା, କାରଣ ଆଜି ଯାହା ପାଇଛି, ତାହା ମୋର ଆଶାଠାରୁ ମଧ୍ୟ ବହୁତ ବଡ଼। ସାଙ୍ଗମାନେ, ଆଗାମୀ ସମୟ ଆପଣଙ୍କ ପାଇଁ କୌଣସି ସାଧାରଣ ସମୟ ହେବାକୁ ଯାଉନାହିଁ। ଏହା ଆପଣଙ୍କ ଜୀବନର ସବୁଠାରୁ ବିଶେଷ ଏବଂ ମଜାଦାର ସମୟ ହେବାକୁ ଯାଉଛି। ଆପଣଙ୍କର ସମସ୍ତ ମନୋକାମନା ଭଗବାନ ପୂର୍ଣ୍ଣ କରିଦେବେ ଏବଂ ଆପଣ ଯାହା ଚାହିଁବେ, ସେହି ସମସ୍ତ ସ୍ୱପ୍ନ ଆପଣଙ୍କର ସତ ହୋଇଯିବ। ହଁ ସାଙ୍ଗମାନେ, ଏଠାରୁ ମୁଁ ଆପଣଙ୍କୁ ଯାହା କହିବାକୁ ଯାଉଛି, ତାହା ଆପଣଙ୍କ ମନକୁ ଛୁଇଁଯିବା ଭଳି କଥା, ତେଣୁ ଟିକିଏ ମନ ଦେଇ ଶୁଣନ୍ତୁ। ହୁଏତ ଆପଣଙ୍କ ସହିତ ମଧ୍ୟ ଏପରି ଘଟିଥିବ। ହଁ, କୌଣସି ଏକ ଜିନିଷ ପାଇଁ ଆପଣମାନେ ବହୁତ ଚେଷ୍ଟା କରିଛନ୍ତି। କୌଣସି ସମ୍ପର୍କ ପାଇଁ ବହୁତ ଅପେକ୍ଷା କରିଛନ୍ତି। ଟଙ୍କା ପାଇଁ ପରିଶ୍ରମ କରିଛନ୍ତି। ଘର, ଗାଡ଼ି ଏବଂ ନିଜର ସ୍ୱପ୍ନ ପାଇଁ ଦିନରାତି ସଂଘର୍ଷ କରିଛନ୍ତି ଏବଂ ଅନେକ ସମୟରେ ତ ଏପରି ମନେ ହୋଇଛି ଯେ ବାକି ସମସ୍ତଙ୍କ ଜୀବନ ଆଗକୁ ବଢ଼ୁଛି, କେବଳ ଆପଣଙ୍କ ଜୀବନ ସେହି ଗୋଟିଏ ସ୍ଥାନରେ ଠିଆ ହୋଇଛି। ଆପଣମାନେ ଏପରି ଭାବୁଥିଲେ, କିନ୍ତୁ ମନେ ରଖନ୍ତୁ, ଯେଉଁ ଗଛରେ ଫଳ ଧରିବାକୁ ସମୟ ଲାଗେ, ତାହାର ଚେରଗୁଡ଼ିକ ସାଧାରଣତଃ ଅଧିକ ମଜବୁତ ହୋଇଥାଏ। ଆପଣଙ୍କ ପରିଶ୍ରମ ବୃଥା ଯିବ ନାହିଁ। ଏହା ହିଁ ବ୍ରହ୍ମାଣ୍ଡର ସଂକେତ ଏବଂ ଗ୍ରହଗୋଚର ଯେଉଁ ସଂକେତ ଦେଉଛନ୍ତି, ତାହା ମିଛ ନୁହେଁ।